ପିଲାମାନେ MIL ଓଡ଼ିଆର ଏ ଯେଉଁ ଇଣ୍ଟରନାଲ ପରୀକ୍ଷା ଆସୁଛି 20ରୁ 20 କେମିତି ରଖିବା ଆମେ ଆଲୋଚନା କରିବା। ଦେଖନ୍ତୁ ପ୍ୟାଟର୍ନ ଅଫ୍ କ୍ୱେଶ୍ଚନ୍ସ MIL ଓଡ଼ିଆର କେମିତି ରହିବ। 20 ମାର୍କର ଆସିବ ତମର ଏବଂ ଏ ଯେଉଁ 20 ମାର୍କ ଫୁଲ୍ ମାର୍କ 20 ସେଟା 100 ମାର୍କର ଗୋଟିଏ ଅଂଶ ଇଣ୍ଟରନାଲ ଆସେସମେଣ୍ଟଟା। ତେଣୁ ତମର 80 ମାର୍କ ଆସିବ କୋଉଟା ମାନେ ବୋର୍ଡ଼ ପରୀକ୍ଷାରେ। ତେଣୁ ଏଇଠି ତମର 45 ମିନିଟ୍ ଦିଆଯିବ ଏବଂ 20 ମାର୍କର ଟେଷ୍ଟ ହେବ ଏବଂ ଡିସେମ୍ବର 15ରୁ ହେବ। MCQ 5 ମାର୍କ କ୍ୱେଶ୍ଚନ୍ସ 1 ମାର୍କିଆ, ଯେଉଁଟାକି 1 ମାର୍କିଆ MCQ 5ଟା ପଡ଼ିବ, ଆଉ 2 ମାର୍କିଆ ପ୍ରଶ୍ନ 3ଟି ପଡ଼ିବ, ଆଉ 3 ମାର୍କିଆ ପ୍ରଶ୍ନ 3ଟି ପଡ଼ିବ। ବୁଝିଗଲା? 9, 6, 15, 5, 20। କ'ଣ କ'ଣ ପଡ଼ିବ ଏଇଠି ଦେଖ ପିଲାମାନେ, କ'ଣ କ'ଣ ପଡ଼ିବ MIL ଓଡ଼ିଆରେ, ଯେଉଁ ଜିନିଷ କି ଯେଉଁ ସିଲାବସ୍ କି ଇଣ୍ଟରନାଲ ଏକ୍ଜାମ ପାଇଁ, ଆଉ ଏଇ ଯେଉଁ ସିଲାବସ୍ରେ ଯାହା ଯାହା ଅଛି ସେଇଗୁଡ଼ିକ ତମର ବୋର୍ଡ଼ ଏକ୍ଜାମରେ ଆଉ ଆସିବ ନାହିଁ ବା ପଡ଼ିବ ନାହିଁ। ଦେଖ ପ୍ରଥମ କ'ଣ ଅଛି ନା ଇତିହାସ। ଇତିହାସ ଯିଏ ବିଶ୍ୱନାଥ କର ଲେଖିଛନ୍ତି ଇତିହାସ। ଦ୍ୱିତୀୟରେ ଏକକ ପଦ୍ୟ କ'ଣ ନା ପିଙ୍ଗଳାର ଅଭିସାର, ନାଇଁ କି? ପିଙ୍ଗଳାର ଅଭିସାର ପଡ଼ିବ ଆଉ ଇତିହାସ ପଡ଼ିବ। ଏଇ ଦୁଇଟି ଚାପ୍ଟରରୁ ଆସିବ। ଗଦ୍ୟରୁ ଗୋଟିଏ, ପଦ୍ୟରୁ ଗୋଟିଏ। ଆଉ କ'ଣ ଅଛି ନା ଚତୁର୍ଥ ଏକକ ବୋଧଜ୍ଞାନ ପରୀକ୍ଷଣ, ଯେଉଁଟାକି 10 ମାର୍କର ପଡ଼ିବ। ବୋଧଜ୍ଞାନ ମାନେ ପରୀକ୍ଷଣ ବା ଗଦ୍ୟାଂଶ ଗୋଟେ ପଡ଼ିବ ଏବଂ ଗଦ୍ୟାଂଶରୁ ତମକୁ ପ୍ରଶ୍ନ ଉତ୍ତର ଖୋଜିକି ଲେଖିବାକୁ ପଡ଼ିବ। କେତେ ଇଜି ନା? ତେଣୁ ଇଜି, MIL ଓଡ଼ିଆ ସବୁବେଳେ ଇଜି ଥାଏ ଏବଂ ତମର ମଧ୍ୟ ଇଜି। ତେଣୁ ପିଙ୍ଗଳାର ଅଭିସାର, ଇତିହାସ। ତ କେମିତି ପ୍ରଶ୍ନ ପଡ଼ୁଛି ନା MCQ ପ୍ରଶ୍ନ 5ଟି ପଡ଼ିବ। ତାହେଲେ MCQ ପ୍ରଶ୍ନ କ'ଣ କରିବାକୁ ପଡ଼ିବ ନା ଇତିହାସ ଆଉ ପିଙ୍ଗଳାର ଅଭିସାର, ଏଇ ଦୁଇଟିରୁ ତମର MCQ ପ୍ରଶ୍ନ ଯେତେ ତମେ କରିଯାଅ, ମୋ ସହିତ ପ୍ରାକ୍ଟିସ୍ କରିଯାଅ। ଆଉ ତମର 2 ମାର୍କ ପ୍ରଶ୍ନ 3 ମାର୍କ ପ୍ରଶ୍ନ ତମର ଯେଉଁ ପଡ଼ିବ, କୋଉଠୁ ପଡ଼ିବ ନା ତମର ଏଇ ଯେଉଁ ଦେଖ 2 ମାର୍କିଆ ପ୍ରଶ୍ନ କହିଛି ଗଦ୍ୟାଂଶ 10 ମାର୍କ। ତେଣୁ ଗଦ୍ୟାଂଶ ଯେତେବେଳେ କହିଛି 10 ମାର୍କ, ତାହେଲେ କ'ଣ ହେବ ନା 3 + 2, 3 + 2 ଏମିତି ଆସିପାରେ ଯେ 2 ମାର୍କିଆ 2ଟି ଆଉ 3 ମାର୍କିଆ 2ଟି ଆସିପାରେ ଗଦ୍ୟାଂଶରୁ। ଆଉ ତମର ଗୋଟିଏ କ୍ୱେଶ୍ଚନ୍ 2 ମାର୍କର ଆସିବ ତମର ଏଇ ଯେଉଁ ପଦ୍ୟରୁ, ଆଉ ଗୋଟେ କ୍ୱେଶ୍ଚନ୍ ଗଦ୍ୟରୁ ଆସିବ। ବୁଝିଗଲା? ମାନେ ଗଦ୍ୟରୁ ପଦ୍ୟରୁ MCQ ପ୍ରଶ୍ନ ତମର ଆସିବ 5 ନମ୍ବରର, ଆଉ 2 ମାର୍କିଆ ପ୍ରଶ୍ନ ଗୋଟେ ଆସିବ ଯେଉଁଟାକି ପିଙ୍ଗଳାର ଅଭିସାରରୁ, ଏବଂ 3 ମାର୍କିଆ ପ୍ରଶ୍ନ ଗୋଟେ ଆସିବ ଇତିହାସରୁ। ତେଣୁ ଏମିତି ଆସିବ। ଆଉ 10 ମାର୍କ ଯେଉଁଟା ଗଦ୍ୟାଂଶ, 10 ମାର୍କ ଗଦ୍ୟାଂଶରୁ 10 ମାର୍କ ପଡ଼ିବ, ଯେଉଁଟାକି ବାଛିକି ତମକୁ କରିବାକୁ ପଡ଼ିବ। ପେସେଜରୁ ଆନ୍ସର ବାଛିକି କରିବାକୁ ପଡ଼ିବ। ଦେଖିବା ଚାଲନ୍ତୁ ଇତିହାସର ଯେଉଁଟାକି ପ୍ରଶ୍ନାବଳୀ ତମର ଅଛି, ସେ ପ୍ରଶ୍ନାବଳୀର ସେଇଠୁ ହିଁ ପ୍ରଶ୍ନ ପଡ଼ିବ MCQ ପ୍ରଶ୍ନ। ତେଣୁ ପ୍ରଶ୍ନ ଗୁଡ଼ିକ ସଲ୍ଭ କରିଦେବା। ଦେଖ ପ୍ରଥମ ପ୍ରଶ୍ନ ହେଉଛି କ'ଣ ନା ମନୁଷ୍ୟତ୍ୱର ବିଶେଷ ଲକ୍ଷଣ କ'ଣ? ନାଇଁ, ମନୁଷ୍ୟତ୍ୱର ବିଶେଷ ଲକ୍ଷଣ କ'ଣ ଏ ପ୍ରଶ୍ନଟି ଅଛି। ତା ଉତ୍ତର କ'ଣ ହେବ? ଆତ୍ମଜ୍ଞାନ ଲାଭ, ତତ୍ତ୍ୱ ନିରୂପଣ ପ୍ରୟାସ, ଅନ୍ତର୍ଦୃଷ୍ଟି, ଈଶ୍ୱର ଚିନ୍ତା। ତା ଉତ୍ତର କ'ଣ ହେବ ନା ଉତ୍ତର ହେଉଛି ତତ୍ତ୍ୱ ନିରୂପଣ ପ୍ରୟାସ। ମନୁଷ୍ୟର ବିଶେଷ ଲକ୍ଷଣ ହେଉଛି କ'ଣ ନା ତତ୍ତ୍ୱ ନିରୂପଣ ପ୍ରୟାସ। ମନେ ରଖିବ, ଏଗୁଡ଼ିକ ପଡ଼ିବ ତମର। କେଉଁ ଶ୍ରେଣୀର ମନୁଷ୍ୟ ପୃଥିବୀର ନାନା ବସ୍ତୁ ଦର୍ଶନ କରନ୍ତି ଓ ସମ୍ଭୋଗ ମଧ୍ୟ କରନ୍ତି? ପ୍ରଥମ, ଦ୍ୱିତୀୟ, ତୃତୀୟ, ଚତୁର୍ଥ। ତାହେଲେ କ'ଣ ହେବ ନା ପ୍ରଥମ ଶ୍ରେଣୀର ମଣିଷ, ନାଇଁକି? ପ୍ରଥମ ଶ୍ରେଣୀରେ ଯେଉଁମାନେ ଅଛନ୍ତି, ସେ ପ୍ରଥମ ଶ୍ରେଣୀର ମନୁଷ୍ୟ, ସେମାନେ ନାନା ବସ୍ତୁ ଦର୍ଶନ କରନ୍ତି ଓ ସମ୍ଭୋଗ କରନ୍ତି। କେଉଁ ଶ୍ରେଣୀର ମନୁଷ୍ୟମାନଙ୍କ ଠାରେ କ'ଣ ଅଛି? କେଉଁ ଶ୍ରେଣୀର ମନୁଷ୍ୟମାନଙ୍କ ଠାରେ ବସ୍ତୁର ତତ୍ତ୍ୱ ନିରୂପଣ କରିବା ବିଷୟରେ ପ୍ରୟାସ ଦେଖାଯାଏ ନାହିଁ, ଜମା ଦେଖାଯାଏ ନାହିଁ। 1 ଶ୍ରେଣୀ, 2 ଶ୍ରେଣୀ, 5ମ ଶ୍ରେଣୀ, 8ମ ଶ୍ରେଣୀ। ତେଣୁ କେଉଁ କ୍ୟାଟେଗୋରୀ କରାଯାଇଛି? ତେଣୁ ସେ ଯେଉଁ ପ୍ରଥମ ଶ୍ରେଣୀ କୁହାଗଲା, ପ୍ରଥମ ଶ୍ରେଣୀ ମଣିଷ, ସେ 1 ଶ୍ରେଣୀ ମଣିଷ ବା ପ୍ରଥମ ଶ୍ରେଣୀ ମଣିଷଙ୍କ ଭିତରେ କୌଣସି ତତ୍ତ୍ୱ ନିରୂପଣ କରିବାର ପ୍ରୟାସ ଦେଖାଯାଏ ନାହିଁ। ତାପରେ ଦେଖ ଅନନ୍ତ ପ୍ରକୃତି ସାଙ୍ଗରେ କାହାର ନିତ୍ୟ ଯୋଗ ହୋଇଥାଏ? ଅନନ୍ତ ପ୍ରକୃତି ସାଙ୍ଗରେ କାହାର ନିତ୍ୟ ଯୋଗ ହୋଇଥାଏ
ନା ମନୁଷ୍ୟର ନିତ୍ୟ ଯୋଗ ହୋଇଥାଏ। ପ୍ରକୃତି ସହିତ ମଣିଷର ନିତ୍ୟ ଯୋଗ ହୋଇଥାଏ। 5 ନମ୍ବର ପ୍ରଶ୍ନ ଦେଖିବା। କେଉଁ ସମ୍ବନ୍ଧରୁ ବିଚ୍ଛିନ୍ନ ହେଲେ ମଣିଷ ଜୀବନର ମୂଲ୍ୟ କିଛି ରହେ ନାହିଁ? ବର୍ତ୍ତମାନ, ଅନନ୍ତ ଅତୀତ, ଆଧ୍ୟାତ୍ମିକ ନା ବୈଷୟିକ? କେଉଁ ସମ୍ବନ୍ଧରୁ ବିଚ୍ଛିନ୍ନ ହେଲେ, ସେ ସମ୍ବନ୍ଧଟା ଲେଖିବାକୁ ପଡ଼ିବ। କେଉଁ ସମ୍ବନ୍ଧରୁ ବିଚ୍ଛିନ୍ନ ହେଲେ? ନା ଅନନ୍ତ ଅତୀତ ବା ଇତିହାସ ଯଦି ବିଚ୍ଛିନ୍ନ ହେଲ, ଅନନ୍ତ ଅତୀତ ବା ଇତିହାସ ସମ୍ବନ୍ଧରୁ ବିଚ୍ଛିନ୍ନ ହେଲେ ମଣିଷ ଜୀବନର ମୂଲ୍ୟ କିଛି ରହେ ନାହିଁ। ଅନନ୍ତ ଅତୀତ ବଦଳରେ ଇତିହାସ ଦେଇଥିଲେ ବି ସେଟା ଆନ୍ସର ହେଇଥାନ୍ତା। ପାଦ ମୂଳରୁ ନିମ୍ନ ଦେଶକୁ ଅବତରଣ କଲେ କ'ଣ ଦେଖିପାରିବ? ପାଦ ମୂଳରୁ ନିମ୍ନ ଦେଶକୁ ଅବତରଣ କଲେ ମାନେ ଓହ୍ଲେଇଲେ, ପାଦ ଦେଶରୁ ନିମ୍ନ ଦେଶକୁ ଅବତରଣ କଲେ କ'ଣ ଦେଖିବ? ନା ଉତ୍ତର ହେଉଛି ନର କଙ୍କାଳ ଦେଖିବ। କ'ଣ ଦେଖିବ? ନର କଙ୍କାଳ ଦେଖିବ। କେଉଁ ରାଷ୍ଟ୍ର ବିପ୍ଳବ କଥା ସ୍ମରଣ କଲେ ଆମମାନଙ୍କର ହୃତ୍କମ୍ପ ହୁଏ? କେଉଁ ରାଷ୍ଟ୍ର ବିପ୍ଳବ କଥା ସ୍ମରଣ କଲେ କ'ଣ? ନା ଫରାସୀ ରାଷ୍ଟ୍ର ବିପ୍ଳବ କଥା ସ୍ମରଣ କଲେ ଆମର ହୃତ୍କମ୍ପ ହୁଏ। ହୃତ୍କମ୍ପ। ବର୍ତ୍ତମାନ ମାନବ ସମାଜ ଦେହରେ କେଉଁ ମାନବ ସମାଜର ଭାବରାଶି ନିହିତ ଥିବାର ପ୍ରତ୍ୟକ୍ଷ ହୁଏ? ସାମ୍ପ୍ରତିକ, ଅତୀତ, ଭାବାନ୍ତର, କାଳାନ୍ତର। କ'ଣ ହବ? ବର୍ତ୍ତମାନ ମାନବ ସମାଜ ଦେହରେ କେଉଁ ମାନବ ସମାଜର ଭାବରାଶି ନିହିତ ଥିବାର ପ୍ରତ୍ୟକ୍ଷ ହୁଏ? କେଉଁ ମାନବ ସମାଜର? ନା ଉତ୍ତର ହେଉଛି ଅତୀତ ମାନବ ସମାଜର ଭାବରାଶି ନିହିତ ଥିବାର ପ୍ରତ୍ୟକ୍ଷ ହୁଏ। ମାନବର ପ୍ରକୃତ ଉନ୍ନତି କାହା ସଙ୍ଗେ ଘନିଷ୍ଠ ଭାବରେ ସମ୍ବନ୍ଧ? ସତ୍ୟ, ମିଥ୍ୟା, ପାପ, ପୁଣ୍ୟ। ମାନବର ପ୍ରକୃତ ଉନ୍ନତି କାହା ସଙ୍ଗେ ଘନିଷ୍ଠ ଭାବରେ ସମ୍ବନ୍ଧ? ନା ଉତ୍ତର ହେଉଛି କ'ଣ? ନା ସତ୍ୟ ସହିତ ଘନିଷ୍ଠ ଭାବରେ ସମ୍ବନ୍ଧ ହୋଇଛି। ନେକ୍ସଟ ପ୍ରଶ୍ନ, ମଣିଷ ଜୀବନର ସମସ୍ତ ଘଟଣାର ଲକ୍ଷ୍ୟ ଓ ଗତି କେଉଁ ଆଡ଼କୁ ଯାଉଛି? 1, 2, ଭିନ୍ନ, ବିଭିନ୍ନ। କ'ଣ? ନା ଏକ ଆଡ଼କୁ ଯାଉଛି। ମଣିଷ ଜୀବନର ସମସ୍ତ ଘଟଣାର ଲକ୍ଷ୍ୟ ଓ ଗତି କେଉଁ ଆଡ଼କୁ ଯାଉଛି? ଏକ ଆଡ଼କୁ ଯାଉଛି। ପ୍ରକୃତ ପକ୍ଷେ ଜଗତର କୌଣସି ଘଟଣା ଡ୍ୟାସ୍ ଶୂନ୍ୟ ନୁହେଁ। କୌଣସି ଘଟଣା, ଦେଖିବେ ଜଗତର କୌଣସି ଘଟଣାର ଅର୍ଥ ବା ମିନିଂ, କୌଣସି ଘଟଣାର ଅର୍ଥ ଶୂନ୍ୟ ନୁହେଁ। ସମାଜର ସମସ୍ତ ବ୍ୟାପାର କାହାର ଅନ୍ତର୍ଭୁକ୍ତ? ସମସ୍ତ ବ୍ୟାପାର। ସମାଜର ସମସ୍ତ ବ୍ୟାପାର କ'ଣ? ନା ଇତିହାସର ଅନ୍ତର୍ଭୁକ୍ତ। କ'ଣ? ଇତିହାସର ଅନ୍ତର୍ଭୁକ୍ତ। ସମସ୍ତଙ୍କର ଇତିହାସ ଅଛି ମାନେ ନାହିଁ। 13 ନମ୍ବର ପ୍ରଶ୍ନ, ବ୍ୟକ୍ତିଗତ ଜୀବନ ଇତିହାସକୁ ଆମେମାନେ କେଉଁ ଆଖ୍ୟା ପ୍ରଦାନ କରିଥାଉ? ବ୍ୟକ୍ତିଗତ ଜୀବନର ଇତିହାସକୁ ମାନେ ନିଜ ଜୀବନର ବ୍ୟକ୍ତିଗତ ଜୀବନ ଇତିହାସକୁ ଆମେ କେଉଁ ଆଖ୍ୟା ପ୍ରଦାନ କରିଥାଉ? ନା ତାକୁ ଜୀବନ ଚରିତ ବୋଲି କୁହାଯାଏ। ଜୀବନ ଚରିତ। ପ୍ରସିଦ୍ଧ ପଣ୍ଡିତ ପ୍ରଚଳିତ ଇତିହାସକୁ ଗଭୀରତା ଶୂନ୍ୟ କେଉଁ ଗଳ୍ପ ବୋଲି କହିଛନ୍ତି? ଗଭୀରତା ଶୂନ୍ୟ କେଉଁ ଗଳ୍ପ ବୋଲି କହିଛନ୍ତି? ସେ ହେଉଛି ଗ୍ରାମ୍ୟ ଗଳ୍ପ ବୋଲି କହିଛନ୍ତି। କ'ଣ କହିଛନ୍ତି? ଗ୍ରାମ୍ୟ ଗଳ୍ପ। ଆମମାନଙ୍କ ଦେଶରେ ଇତିହାସ ବର୍ଣ୍ଣନା ବେଳେ କାହାର ମାତ୍ରା ଅତ୍ୟନ୍ତ ଅଧିକ? କାହାର ମାତ୍ରା? ଭାବନା, କଳ୍ପନା, ସ୍ୱପ୍ନ, ବାସ୍ତବତା। ତେଣୁ ଆମେ ଯେତେବେଳେ ଇତିହାସ ରଚନା କରୁ କାହାର ମାତ୍ରା ଅତ୍ୟନ୍ତ ଅଧିକ? ତ ଉତ୍ତର ହେଉଛି କ'ଣ? ନା କଳ୍ପନାର ମାତ୍ରା ମାନେ ଇମାଜିନେସନ, କଳ୍ପନାର ମାତ୍ରା ଅଧିକ। ପ୍ରାଚୀନ କେଉଁ ଶାସ୍ତ୍ର ଐତିହାସିକ ସତ୍ୟରେ ପରିପୂର୍ଣ୍ଣ? ଧର୍ମ, ଚିକିତ୍ସା, କାବ୍ୟ, ନାଟ୍ୟ। ପ୍ରାଚୀନ କେଉଁ ଶାସ୍ତ୍ର ଐତିହାସିକ ସତ୍ୟରେ ପରିପୂର୍ଣ୍ଣ? ଉତ୍ତର ହେଉଛି କ'ଣ? ଧର୍ମ ସାହିତ୍ୟ। ଧର୍ମଶାସ୍ତ୍ର ଐତିହାସିକ ସତ୍ୟରେ ପରିପୂର୍ଣ୍ଣ। ଇତିହାସକୁ କେତେ ଗୁଡ଼ିଏ ଘଟଣାର ଡ୍ୟାସ୍ ବୋଲି କୁହାଯାଏ? ଇତିହାସକୁ କେତେ ଗୁଡ଼ିଏ ଘଟଣାର କ'ଣ କୁହାଯାଏ? ସମଷ୍ଟି ବୋଲି କୁହାଯାଏ। କ'ଣ? ସମଷ୍ଟି। ମନୁଷ୍ୟମାନଙ୍କ ମଧ୍ୟରେ ପ୍ରକୃତିଗତ କ'ଣ ବିଦ୍ୟମାନ? ପ୍ରକୃତିଗତ ସ୍ୱସାଦୃଶ୍ୟ, ତୁଳନା, ବିଚାର, ବାସ୍ତବତା। ପ୍ରକୃତିଗତ ମଣିଷର ପ୍ରକୃତିଗତ କ'ଣ ବିଦ୍ୟମାନ? ନା ସ୍ୱସାଦୃଶ୍ୟ ବିଦ୍ୟମାନ। କ'ଣ? ସ୍ୱସାଦୃଶ୍ୟ ବିଦ୍ୟମାନ। କେଉଁ ଶିକ୍ଷା ମଣିଷ ପାଇଁ ଅଧିକ ଉପଯୋଗୀ? ଉପଦେଶାତ୍ମକ ଶିକ୍ଷା, କାଳ୍ପନିକ ଶିକ୍ଷା, ଦୃଷ୍ଟାନ୍ତ ଶିକ୍ଷା ନା ବର୍ଣ୍ଣନାତ୍ମକ ଶିକ୍ଷା? କେଉଁ ଶିକ୍ଷା ହବ? କେଉଁ ଶିକ୍ଷା, ପ୍ରଶ୍ନ ଅଛି କେଉଁ ଶିକ୍ଷା ମଣିଷ ପାଇଁ ଅଧିକ ଉପଯୋଗୀ? ସେଟା ହେଉଛି ଉପଦେଶାତ୍ମକ ଶିକ୍ଷା। କାହିଁକି ନା ଉପଦେଶାତ୍ମକ ଶିକ୍ଷା ବହୁତ ଇମ୍ପୋର୍ଟାଣ୍ଟ ମଣିଷ ଜୀବନ ପାଇଁ। ନେକ୍ସଟ ପ୍ରଶ୍ନ, ପତନ 19 ନମ୍ବର ଚାଲିଥିଲା। ତାପରେ 20,
ପତନ କଥାଟି କେଉଁ ବ୍ୟକ୍ତିର ମସ୍ତକରେ ଉଜ୍ଜଳ ଅକ୍ଷରରେ ଲିଖିତ ହୋଇଛି? ପତନ କଥାଟି କାହାର ପତନ ଅବଶ୍ୟମ୍ଭାବୀ କହିଲ ନା ଅହଙ୍କାରୀ ମଣିଷର ପତନ ଅବଶ୍ୟମ୍ଭାବୀ। ତେଣୁ ପତନ କଥାଟି କେଉଁ ବ୍ୟକ୍ତିର ନା ଅହଙ୍କାରୀ ବ୍ୟକ୍ତିର ମସ୍ତକରେ ଉଜ୍ଜଳ ଅକ୍ଷରରେ ଲିଖିତ ହୋଇଛି। କେଉଁ ମାନବ ପୃଥିବୀର ବିପରୀତ ଭାବ ଦର୍ଶନ କରି ଅବିଶ୍ୱାସୀ ହୁଏ? ଧାର୍ମିକ, ବିଶ୍ୱାସୀ, ଅପରିଣାମଦର୍ଶୀ ନା ପାରଦର୍ଶୀ? କ'ଣ ହବ ନା ଅପରିଣାମଦର୍ଶୀ। ଯିଏ ପରିଣାମକୁ ଖ୍ୟାଲ କରେ ନାହିଁ, ଅପରିଣାମଦର୍ଶୀ, ସେହି ବ୍ୟକ୍ତି ମାନବ ହିଁ କ'ଣ ନା ଅବିଶ୍ୱାସୀ ହୁଏ। କାହାକୁ ଦ୍ୱିତୀୟ ଶିକ୍ଷକ ବୋଲି କୁହାଯାଇଛି? ବେଦ, ଇତିହାସ, ବାଇବେଲ, କୋରାନ। ଦ୍ୱିତୀୟ ଶିକ୍ଷକ କ'ଣ? ତ ଦ୍ୱିତୀୟ ଶିକ୍ଷକ ହେଉଛି କ'ଣ ନା ଇତିହାସ। ଇତିହାସକୁ ଦ୍ୱିତୀୟ ଶିକ୍ଷକ ବୋଲି କୁହାଯାଇଛି। 23 ନମ୍ବର ଦେଖିବା, ପ୍ରୟୋଜନୀୟ ବସ୍ତୁ ଲାଭ ପାଇଁ କାହାକୁ କଷ୍ଟ ଓ ଯାତନା ଭୋଗ କରିବାକୁ ପଡ଼ିଛି? ପ୍ରୟୋଜନୀୟ ବସ୍ତୁ ଲାଭ କରିବାକୁ କାହାକୁ ନା ଉତ୍ତର ହେଉଛି ମହାପୁରୁଷମାନଙ୍କୁ ବହୁତ ଯାତନା ସହିବାକୁ ପଡ଼ିଛି। ଅତୀତର ସନ୍ତାନ ଭବିଷ୍ୟତର କେଉଁ ରୂପେ ଦଣ୍ଡାୟମାନ? ଅତୀତର ସନ୍ତାନ ଭବିଷ୍ୟତରେ ପିତା ରୂପେ ଦଣ୍ଡାୟମାନ। କେଉଁ ରୂପରେ? ପିତା ରୂପରେ। କାହାର କାର୍ଯ୍ୟ କଦାପି ଅସମ୍ପୂର୍ଣ୍ଣ ରହିବ ନାହିଁ? କାହାର ନା ବିଧାତାଙ୍କର କାର୍ଯ୍ୟ। ବିଧାତାଙ୍କର କାର୍ଯ୍ୟ କେବେ ବି ଅସମ୍ପୂର୍ଣ୍ଣ ରହିବ ନାହିଁ। ବିଧାତା କାହାକୁ ଉଚ୍ଚ ଅଧିକାର ଦିଅନ୍ତି? ନାଇଁକି ବିଧାତା କାହାକୁ ଉଚ୍ଚ ଅଧିକାର ଦିଅନ୍ତି? ଯୋଗ୍ୟ ଲୋକ, ନିରକ୍ଷର, ସାକ୍ଷର, ଅଯୋଗ୍ୟ ଲୋକ। କାହାକୁ ନା ଉତ୍ତର ହେଉଛି ଯୋଗ୍ୟ ଲୋକକୁ। ନାଇଁକି ଯୋଗ୍ୟ ଲୋକକୁ ଉଚ୍ଚ ଅଧିକାରୀ ଦିଅନ୍ତି। ଈଶ୍ୱର ଆମମାନଙ୍କ ଦେଶକୁ କେଉଁ ଅନୁରାଗ ହସ୍ତରୁ ଉଦ୍ଧାର କରନ୍ତୁ? କେଉଁ ଅନୁରାଗ ହସ୍ତରୁ ଉଦ୍ଧାର କରନ୍ତୁ? ନା ବିକୃତ ଅନୁରାଗ। ଆମମାନଙ୍କର ଯେଉଁ ବିକୃତ ଅନୁରାଗ ଅଛି ସେଇ ହସ୍ତରୁ ଉଦ୍ଧାର କରନ୍ତୁ। ପିଲାମାନେ ଭଲ ଲାଗିଥିବ ନିହାତି। ଇଣ୍ଟରନାଲ ଏକ୍ଜାମ ପାଇଁ ଆମେ ପ୍ରିପେୟାର କରୁଛୁ, ପ୍ରସ୍ତୁତି କରୁଛୁ। ତେଣୁ ସମସ୍ତଙ୍କୁ ସେୟାର କରିବ। ରହିଲି ଏବଂ ସାଙ୍ଗମାନଙ୍କୁ ଆଣି ଏଠି ଯୋଡ଼ ଏବଂ ତୁମମାନେ ଯେଉଁମାନେ ବି ସବସ୍କ୍ରାଇବ୍ କରିନ ଚ୍ୟାନେଲଟାକୁ ସବସ୍କ୍ରାଇବ୍ କର, ଲାଇକ୍ ଗୋଟେ କରିଦିଅ। ରହିଲି। ଥ୍ୟାଙ୍କ ୟୁ ଭେରି ମଚ୍। ବନ୍ଦେ ଉତ୍କଳ ଜନନୀ।